ପିଲାମାନେ ତମମାନଙ୍କର ସେଟ୍ ଏ ପିଲାମାନେ ସାଇନ୍ସର ସେଟ୍ ଏ ଯୋଉମାନଙ୍କ ପାଖରେ ଅଛି ତା ଆନ୍ସର ପିଲାମାନେ ସମସ୍ତେ ଚେକ୍ କର। ଆଉ ଯାହା ପାଖରେ ପିଲାମାନେ ଅଲଗା ସେଟ୍ ଅଛି ତାକୁ ମଧ୍ୟ କ'ଣ ତମମାନେ ଆନ୍ସର ମଧ୍ୟ ଚେକ୍ କରିପାରିବ। ଓକେ, ଦେଖ ପିଲାମାନେ 1 ନମ୍ବର କ୍ୱେଶ୍ଚିନର ଆନ୍ସର ହବ ପିଲାମାନେ ଏଠି ଅପସନ ନମ୍ବର ବି, ବୁଝିପାରିଲ। ତାପରେ ଦେଖ 2 ନମ୍ବର କ୍ୱେଶ୍ଚିନ ଲକ୍ଷ୍ୟ ରଖ। 2 ନମ୍ବର କ୍ୱେଶ୍ଚିନର ଆନ୍ସର ଆସିବ ପିଲାମାନେ ଏଠି ଅପସନ ନମ୍ବର କେତେ ନା ସି, ବୁଝିପାରିଲ ପିଲାମାନେ। 3 ନମ୍ବର କ୍ୱେଶ୍ଚିନର ଆନ୍ସର କ'ଣ ଆସିବ? 3 ନମ୍ବର କ୍ୱେଶ୍ଚିନର ଆନ୍ସର ଆସିବ ପିଲାମାନେ ଅପସନ ନମ୍ବର ଡି, ବୁଝିପାରିଲ। 4 ନମ୍ବର କ୍ୱେଶ୍ଚିନର ଆନ୍ସର କ'ଣ ଆସିବ ପିଲାମାନେ ଅପସନ ନମ୍ବର ଡି 5 ଓକେ। ତାପରେ ଦେଖ ପିଲାମାନେ ତମର 5 ନମ୍ବର କ୍ୱେଶ୍ଚିନ ଦେଖ ପିଲାମାନେ 4 ନମ୍ବର କ୍ୱେଶ୍ଚିନ ସରିଲା, 5 ନମ୍ବର କ୍ୱେଶ୍ଚିନ ଲକ୍ଷ୍ୟ ରଖ। 5 ନମ୍ବର କ୍ୱେଶ୍ଚିନର ଆନ୍ସର କ'ଣ ଆସିବ ପିଲାମାନେ ଅପସନ ନମ୍ବର ଏ, କ'ଣ ଆସିବ ପିଲାମାନେ ଅପସନ ନମ୍ବର ସରି 5 ନମ୍ବର କ୍ୱେଶ୍ଚିନର ଆନ୍ସର କେତେ ଆସିବ ପିଲାମାନେ ଅପସନ ନମ୍ବର ଡି, ପିଲାମାନେ କେତେ ଅପସନ ନମ୍ବର ଡି, ବୁଝିପାରିଲ। ତାପରେ ଲକ୍ଷ୍ୟ ରଖ ପିଲାମାନେ 6 ନମ୍ବର କ୍ୱେଶ୍ଚିନ ଲକ୍ଷ୍ୟ। 6 ନମ୍ବର କ୍ୱେଶ୍ଚିନର ପିଲାମାନେ ଆନ୍ସର କ'ଣ ଆସିବ ଅପସନ ନମ୍ବର ଏ ହେଉଛି କ'ଣ ଏଠି ପିଲାମାନେ ସଠିକ ଆନ୍ସର। ତାପରେ ଦେଖ ପିଲାମାନେ 7 ନମ୍ବର କ୍ୱେଶ୍ଚିନ ଦେଖ। 7 ନମ୍ବର କ୍ୱେଶ୍ଚିନ ଆନ୍ସର କ'ଣ ଆସିବ ଅପସନ ନମ୍ବର ଏ, ଓକେ। ତାପରେ ଦେଖ ପିଲାମାନେ 8 ନମ୍ବର କ୍ୱେଶ୍ଚିନ ଲକ୍ଷ୍ୟ ରଖ। 8 ନମ୍ବର କ୍ୱେଶ୍ଚିନ ଆନ୍ସର କ'ଣ ଆସିବ ପିଲାମାନେ ଅପସନ ନମ୍ବର ଏ। 9 ନମ୍ବର କ୍ୱେଶ୍ଚିନ ଆନ୍ସର ଆସିବ ପିଲାମାନେ ଅପସନ ନମ୍ବର ବି, ଓକେ। ତାପରେ ଦେଖ ପିଲାମାନେ 10 ନମ୍ବର କ୍ୱେଶ୍ଚିନ ଲକ୍ଷ୍ୟ ରଖ। 10 ନମ୍ବର କ୍ୱେଶ୍ଚିନର ଆନ୍ସର କ'ଣ ଆସିବ ପିଲାମାନେ ଅପସନ ନମ୍ବର ଏ, ଓକେ। ତାପରେ ଦେଖ ପିଲାମାନେ 11 ନମ୍ବର କ୍ୱେଶ୍ଚିନ ଦେଖ। 11 ନମ୍ବର କ୍ୱେଶ୍ଚିନ ଆନ୍ସର କ'ଣ ଆସିବ ପିଲାମାନେ ଅପସନ ନମ୍ବର କେତେ ହେଇଯିବ ତମର ଏଠି ଡି ହେଉଛି ପିଲାମାନେ ସଠିକ ଆନ୍ସର। ତାପରେ ଲକ୍ଷ୍ୟ ରଖ ପିଲାମାନେ ତମର 12 ନମ୍ବର କ୍ୱେଶ୍ଚିନ। 12 ନମ୍ବର କ୍ୱେଶ୍ଚିନ ପିଲାମାନେ କ୍ୟାଲସିୟମ ଅପସନ ନମ୍ବର ବି। ତାପରେ 13 ନମ୍ବର କ୍ୱେଶ୍ଚିନ ଦେଖ। 13 ନମ୍ବର କ୍ୱେଶ୍ଚିନ ପିଲାମାନେ ଆନ୍ସର କ'ଣ ଆସିବ? 13 ନମ୍ବର କ୍ୱେଶ୍ଚିନ ଆନ୍ସର ଆସିବ ପିଲାମାନେ ଅପସନ ନମ୍ବର ଡି, ଓକେ। ତାପରେ ଦେଖ ପିଲାମାନେ 14 ନମ୍ବର କ୍ୱେଶ୍ଚିନ। 14 ନମ୍ବର କ୍ୱେଶ୍ଚିନ ଆସିବ ଅପସନ ନମ୍ବର ସି କ୍ଷୁଦ୍ର ହବ, ଓକେ। ତାପରେ ଦେଖ ପିଲାମାନେ 15 ନମ୍ବର କ୍ୱେଶ୍ଚିନ। 15 ନମ୍ବର କ୍ୱେଶ୍ଚିନ ଆନ୍ସର କ'ଣ ଆସିବ ପିଲାମାନେ ଅପସନ ନମ୍ବର ଡି, କେତେ ପିଲାମାନେ ଅପସନ ନମ୍ବର ଡି, ଓକେ। ତାପରେ ଦେଖ ପିଲାମାନେ 16 ନମ୍ବର କ୍ୱେଶ୍ଚିନ ଦେଖ। 16 ନମ୍ବର କ୍ୱେଶ୍ଚିନ ଆନ୍ସର କ'ଣ ଆସିବ ପିଲାମାନେ ଅପସନ ନମ୍ବର ସି 12 ସେମି। 17 ନମ୍ବର ଆନ୍ସର ଆସିବ ଅପସନ ନମ୍ବର ବି ମୁକୁଡିକା, ଓକେ। ତାପରେ ଦେଖ ପିଲାମାନେ 18 ନମ୍ବର କ୍ୱେଶ୍ଚିନ। 18 ନମ୍ବର କ୍ୱେଶ୍ଚିନ ପିଲାମାନେ ଆନ୍ସର କ'ଣ ଆସିବ ପିଲାମାନେ ଅପସନ ନମ୍ବର ଡି, ଠିକ ଅଛି। ତାପରେ ଦେଖ ପିଲାମାନେ 19 ନମ୍ବର କ୍ୱେଶ୍ଚିନ। 19 ନମ୍ବର କ୍ୱେଶ୍ଚିନ ଆନ୍ସର ଆସିବ ପିଲାମାନେ ଅପସନ ନମ୍ବର ଏ। ଏବଂ ତାପରେ ଦେଖ ପିଲାମାନେ ତମର ଆସିଲା 20 ନମ୍ବର କ୍ୱେଶ୍ଚିନ। 20 ନମ୍ବର କ୍ୱେଶ୍ଚିନ ଆନ୍ସର ଆସିବ ପିଲାମାନେ ଅପସନ ନମ୍ବର କେତେ ଡି ଡି, ଓକେ। ତାପରେ ଦେଖ ପିଲାମାନେ 21 ନମ୍ବର କ୍ୱେଶ୍ଚିନ। 21 ନମ୍ବର କ୍ୱେଶ୍ଚିନ ଆନ୍ସର ଆସିବ କେତେ ଅପସନ ନମ୍ବର ସି ପିଲାମାନେ 2 ଓମ୍। ତାପରେ ଦେଖ ପିଲାମାନେ 22 ନମ୍ବର କ୍ୱେଶ୍ଚିନ ଦେଖ। 22 ନମ୍ବର କ୍ୱେଶ୍ଚିନ ଆନ୍ସର କ'ଣ ଆସିବ ପିଲାମାନେ ଅପସନ ନମ୍ବର ଡି ହେଉଛି ଏଠି ସଠିକ ଆନ୍ସର। ତାପରେ 23 ନମ୍ବର କ୍ୱେଶ୍ଚିନ ଦେଖ। 23 ନମ୍ବର କ୍ୱେଶ୍ଚିନ ଆନ୍ସର କ'ଣ ଆସିବ ପିଲାମାନେ ଅପସନ ନମ୍ବର ସି ହେଉଛି ସଠିକ ଆନ୍ସର ଅର୍ଦ୍ଧ ଘୂର୍ଣ୍ଣନ ପରେ, ବୁଝିପାରିଲ। ତାପରେ ଦେଖ ପିଲାମାନେ 24 ନମ୍ବର କ୍ୱେଶ୍ଚିନ। 24 ନମ୍ବର କ୍ୱେଶ୍ଚିନ ଆନ୍ସର କ'ଣ ଆସିବ ପିଲାମାନେ ଅପସନ ନମ୍ବର ସି। ତାପରେ 25 ନମ୍ବର କ୍ୱେଶ୍ଚିନ ଦେଖ ପିଲାମାନେ। 25 ନମ୍ବର କ୍ୱେଶ୍ଚିନ ଆନ୍ସର କ'ଣ ଆସିବ ପିଲାମାନେ ଅପସନ ନମ୍ବର ଡି ହେଉଛି ପିଲାମାନେ ଏଠି ସଠିକ ଆନ୍ସର, ବୁଝିପାରିଲ। ତାପରେ ଦେଖ 26 ନମ୍ବର କ୍ୱେଶ୍ଚିନ ଦେଖ ଲାଇଫ ସାଇନ୍ସ ଆସିଗଲା। 26 ନମ୍ବର କ୍ୱେଶ୍ଚିନ ପିଲାମାନେ କ'ଣ ହେଇଯିବ ଅପସନ ନମ୍ବର ସି। 27 ନମ୍ବର କ୍ୱେଶ୍ଚିନ କ'ଣ ଆସିବ ପିଲାମାନେ ଦେଖ ଏବେ। 27 ନମ୍ବର କ'ଣ ଆସିବ ପିଲାମାନେ ଅପସନ ନମ୍ବର କ'ଣ ହେଇଯିବ ତମର ସି ହେଉଛି ଏଠି ରାଇଟ ଆନ୍ସର। 28 ନମ୍ବର କ୍ୱେଶ୍ଚିନ ଲକ୍ଷ୍ୟ ରଖ। 28 ନମ୍ବର କ୍ୱେଶ୍ଚିନ ଆନ୍ସର କ'ଣ ଆସିବ ପିଲାମାନେ ଏଠି ବି 28 ନମ୍ବର କ୍ୱେଶ୍ଚିନ ଆନ୍ସର ହେଇଯିବ ଅପସନ ନମ୍ବର ସି, ଓକେ। ତାପରେ ଦେଖ ପିଲାମାନେ 29 ନମ୍ବର କ୍ୱେଶ୍ଚିନ ଦେଖ। 29 ନମ୍ବର କ୍ୱେଶ୍ଚିନ। 29 ନମ୍ବର କ୍ୱେଶ୍ଚିନ ପିଲାମାନେ ଅପସନ ନମ୍ବର କ'ଣ ହେଇଯିବ ତମର ଏଠି ଠିକ ଆନ୍ସର ଅପସନ ନମ୍ବର ଡି, କ'ଣ ପିଲାମାନେ ଅପସନ ନମ୍ବର ଡି। ତାପରେ 30 ନମ୍ବର କ୍ୱେଶ୍ଚିନ ଲକ୍ଷ୍ୟ ରଖ ପିଲାମାନେ। 30 ନମ୍ବର କ୍ୱେଶ୍ଚିନ। 30 ନମ୍ବର କ୍ୱେଶ୍ଚିନ ହେଇଯିବ କେତେ ପିଲାମାନେ ଅପସନ ନମ୍ବର ବି ହେଉଛି ଏଠି ସଠିକ ଆନ୍ସର, ଓକେ। ତାପରେ ପିଲାମାନେ 31 ନମ୍ବର କ୍ୱେଶ୍ଚିନ ଲକ୍ଷ୍ୟ ରଖ। 31 ନମ୍ବର କ୍ୱେଶ୍ଚିନ ପିଲାମାନେ ଆନ୍ସର କ'ଣ ହେଇଯିବ ତମର ଅପସନ ନମ୍ବର ସି ହେଉଛି ଏଠି ରାଇଟ ଆନ୍ସର, କେତେ ପିଲାମାନେ ଅପସନ ନମ୍ବର ସି ହେଉଛି ଏଠି ରାଇଟ ଆନ୍ସର। ତାପରେ ଦେଖ ପିଲାମାନେ ତମର 32 ନମ୍ବର କ୍ୱେଶ୍ଚିନ। 32 ନମ୍ବର କ୍ୱେଶ୍ଚିନ ହେଇଯିବ ଅପସନ ନମ୍ବର ବି। ଆଉ 33 ନମ୍ବର କ୍ୱେଶ୍ଚିନ ଲକ୍ଷ୍ୟ ରଖ ପିଲାମାନେ। 33 ନମ୍ବର କ୍ୱେଶ୍ଚିନ କ'ଣ ଆନ୍ସର ଆସିବ ତମର 33 କ'ଣ ହବ ପିଲାମାନେ ଅପସନ ନମ୍ବର ଡି ହେଉଛି ଏଠି ରାଇଟ ଆନ୍ସର। ତାପରେ 34 ନମ୍ବର କ୍ୱେଶ୍ଚିନ ପିଲାମାନେ। 34 ହେଇଯିବ ପିଲାମାନେ ଅପସନ ନମ୍ବର ଏ। 35 କ'ଣ ହବ ଅପସନ ନମ୍ବର ବି ହେଉଛି ତମର ଏଠି ରାଇଟ ଆନ୍ସର। 36 ଦେଖ ପିଲାମାନେ। 36 ହେଇଯିବ କ'ଣ ଅପସନ ନମ୍ବର ସି ହେଲା। ତାପରେ ଦେଖ ପିଲାମାନେ ତମର ଆସିଗଲା ପିଲାମାନେ 37। 37 କ'ଣ ହେଇଯିବ ଅପସନ ନମ୍ବର କେତେ ହେଇଯିବ ସି। 38 ହେଇଯିବ କେତେ ପିଲାମାନେ ଅପସନ ନମ୍ବର ଏ, ଓକେ। ତାପରେ 39 ନମ୍ବର ଲକ୍ଷ୍ୟ ରଖ। 39 ନମ୍ବର କ'ଣ ହବ ଅପସନ ନମ୍ବର ଡି ହେଉଛି ପିଲାମାନେ କ'ଣ ଏଠି ସଠିକ ଆନ୍ସର। 40 ନମ୍ବର କ୍ୱେଶ୍ଚିନ ପିଲାମାନେ। 40 କ'ଣ ହବ ଅପସନ ନମ୍ବର ଏ। 41 କ'ଣ ହବ ତମେ ଦେଖ ପିଲାମାନେ ଏଠି। 41 କ'ଣ ହବ ପିଲାମାନେ ଅପସନ ନମ୍ବର ସି ହେଉଛି ଏଠି ରାଇଟ ଆନ୍ସର। 42 ଦେଖ ପିଲାମାନେ। 42 ରେ ବି କ'ଣ ହେଇଯିବ ଅପସନ ନମ୍ବର ସି ହେଉଛି ଏଠି ରାଇଟ ଆନ୍ସର। ଯେତେ ଜଣ ପିଲା ସବୁ 40 ମାନେ କ'ଣ ସି ସି ମାରିକି ଆସ ନା ତମର ସବୁ କ'ଣ ହବ ପିଲାମାନେ ମ୍ୟାକ୍ସିମମ୍ କ୍ୱେଶ୍ଚିନ ଠିକ ହେଇଯିବ ହେଲା। ଦେଖ ପିଲାମାନେ ଖାଲି ଆନ୍ସର ଖାଲି ଦେଖି ଚାଲ। 43 କ'ଣ ହବ ଅପସନ ନମ୍ବର ଏ। 44 କ'ଣ ହବ ପିଲାମାନେ ଦେଖ ଏଠି। 44 କ'ଣ ହବ ତମର କୋଉଟା ପିଲାମାନେ ଉପସ୍ଥ ଧରଣ କୋଉଟା ତମର ଆନ୍ଥ୍ରାସାଇଟ୍ ଅପସନ ନମ୍ବର କେତେ ଡି ହେଲା। ତ 44 ନମ୍ବର କ'ଣ ଆସିବ ଆନ୍ସର ଡି। 45 ନମ୍ବର କ୍ୱେଶ୍ଚିନ ଲକ୍ଷ୍ୟ ରଖ। 45 ନମ୍ବର କ୍ୱେଶ୍ଚିନ କ'ଣ ଆନ୍ସର ଆସିବ ପିଲାମାନେ ଅପସନ ନମ୍ବର ବି। ତାପରେ ଲକ୍ଷ୍ୟ ରଖ ପିଲାମାନେ 46 ନମ୍ବର କ୍ୱେଶ୍ଚିନ। 46 ନମ୍ବର କ୍ୱେଶ୍ଚିନ ଆନ୍ସର ଆସିବ ତମର ଅପସନ ନମ୍ବର ବି। ଏବଂ 47 ନମ୍ବର କ୍ୱେଶ୍ଚିନ ଆନ୍ସର ଆସିବ କ'ଣ ଅପସନ ନମ୍ବର କେତେ ବି ଜଳ, ଓକେ। ତାପରେ ପିଲାମାନେ 48 48 କ'ଣ ଆସିବ ପିଲାମାନେ ଅପସନ ନମ୍ବର କେତେ ହେଇଯିବ ସରି ଅପସନ ନମ୍ବର ସି, ଓକେ। ଅପସନ ନମ୍ବର କେତେ ପିଲାମାନେ ସି। ଆଉ ଦେଖ 49 ନମ୍ବର କ୍ୱେଶ୍ଚିନ। 49 ନମ୍ବର କ୍ୱେଶ୍ଚିନ ଆନ୍ସର କ'ଣ ଆସିବ ତମର ଅପସନ ନମ୍ବର ଏ
ଏବଂ ଲାଷ୍ଟ ତମର 50 नंबर क्वेश्चन आंसर केते आसीबो प्लान ऑप्शन नंबर सी होची टी राइट आंसर तो निहाती भाबे प्लान जणेबो तमनकर 50 रु केते मार्क्स सब कोन जनरल साइंस रखि परिबो एवं तमनकर परीक्षा टी प्लान किपर हेची समस्त जणेबो एवं तमन जदि चैनल सब्सक्राइब करनो सब्सक्राइब कर रखो जदि हम चैनल को जॉइन करनो जॉइन भी कर पाइबो तमनकर 2026 रे तमनकर मोस्ट इंपोर्टेंट जेतक भी हमर सोशल साइंस रो क्वेश्चन अछि एसएससी रो प्लान जेतक भी इंपोर्टेंट क्वेश्चन अछि एवं जेतक भी प्लान प्रीवियस रो इंपोर्टेंट क्वेश्चन अछि ताको हम कोन करबी तमनको प्लान प्रोवाइड करबी तेनु प्लान चैनल को जॉइन कर जाओ एवं कोन करो चैनल जो सब्सक्राइब कर रखो वीडियो को लाइक करियो जाओ भूलबनी देखा हबा तमनकर आगामी रे प्ला माने आगामी सेक्शन रे तमनकर किछि इंपोर्टेंट क्वेश्चन सहित प्ला माने हिस्ट्री ज्योग्राफी रो तेनु केते मार्क रखलो निहाती भाई जणे प्ला माने 50 रु केते मार्क तमनकर ठीक हला थैंक यू प्लान थैंक यू सो मच।